ଦେଖନ୍ତୁ ଯେଉଁଭଳି ଭାବରେ ବିରୋଧୀ ଗୃହରେ ଆଚରଣ କରୁଛନ୍ତି ତାହା ନିଶ୍ଚିତ ଭାବରେ ନିନ୍ଦନୀୟ। ଗୃହରେ ପ୍ରଶ୍ନକାଳ ଏକ ବହୁତ ବଡ଼ ବିଷୟ। ଓଡ଼ିଶାର ବିଭିନ୍ନ ସମସ୍ୟାକୁ ନେଇକରି ଲୋକଙ୍କ ଭିତରେ ଯେଉଁ ସବୁ ଅସୁବିଧା ଅଛି ତାକୁ ପ୍ରସ୍ତୁତ ପଚାରିଥାନ୍ତି ଲୋକମାନେ। ତାକୁ ହଟ୍ଟଗୋଳ କରି ବନ୍ଦ କରିବା ନିଶ୍ଚିତ ଭାବରେ ଓଡ଼ିଶାର ଲୋକଙ୍କ ପାଇଁ ସେମାନେ କିଛି କରିବାକୁ ଚାହୁଁନାହାନ୍ତି। ଏକଥା ସ୍ପଷ୍ଟ ହେଉଛି। ଗଣତନ୍ତ୍ରରେ ଏକଥା ନିନ୍ଦନୀୟ ଏବଂ ସେମାନେ କିଛି କାରଣ ନଥାଇ ଗୃହକୁ ବାରମ୍ବାର ବନ୍ଦ କରିବା ପାଇଁ ପ୍ରୟାସ କରୁଛନ୍ତି, ଯେଉଁଟାକୁ ଓଡ଼ିଶାର ଲୋକେ କେବେ ମଧ୍ୟ କ୍ଷମା ଦେବେ ନାହିଁ। ଏବଂ ସେ ଯେଉଁ ପ୍ରସଙ୍ଗ ଉତ୍ଥାପନ କରୁଛନ୍ତି, ଆପଣ କହିବା କଥା ଯେ ଯଦି ବିଜୁ ବାବୁଙ୍କୁ କିଏ ସବୁଠାରୁ ବେଶୀ ଅପମାନ କରିଛି ତାହେଲେ ବିଜୁ ଜନତା ଦଳ କରିଛି। ଦୀର୍ଘ 25 ବର୍ଷ ଧରିକିରି ସରକାର ଥିବା ସମୟରେ ଏମାନେ ଯେଉଁଭଳି ଭାବରେ ଓଡ଼ିଶାର ମାନ ସମ୍ମାନ ପ୍ରତିଷ୍ଠା ଅସ୍ମିତାକୁ ଅପମାନିତ କରିଛନ୍ତି, ଯେଉଁଭଳି ଭାବରେ ବିଜୁ ବାବୁଙ୍କର ସ୍ୱପ୍ନ କଥା କହି ତାଙ୍କ ଆଦର୍ଶ କଥା କହି ଓଡ଼ିଶା ଲୋକଙ୍କୁ ତଳିତଳାନ୍ତ କରିଛନ୍ତି, ତାଠାରୁ ବଡ଼ ଦୁଃଖ ଏବଂ ନିନ୍ଦନୀୟ ବିଷୟ କିଛି ନାହିଁ। ଏମାନେ ଯେଉଁ କଥା ସେମାନେ କରିଛନ୍ତି ଏବଂ କରିବାକୁ ଚାହିଁଛନ୍ତି କେବଳ ଓଡ଼ିଶାକୁ ପ୍ରତାରଣା କରିଛନ୍ତି। ଶେଷରେ ଆପଣ ଦେଖିବେ ଯେ ବିଜୁ ବାବୁଙ୍କର ଫଟୋ ମଧ୍ୟ ତାଙ୍କର ପୋଷ୍ଟରରେ ହଟାଇ ଦିଆଗଲା, କେବଳ ଗୁମାସ୍ତାଙ୍କ ଫଟୋ ଲାଗିଲା। ଏବଂ ଯେଉଁଭଳି ଭାବରେ ତାଙ୍କର ଯେଉଁଭଳି ଭାବରେ ଚରିତ୍ର ଥିଲା, ଯେଉଁଭଳି ଭାବରେ କାର୍ଯ୍ୟ ଥିଲା, ଆମେ ତାଙ୍କୁ ଯଥେଷ୍ଟ ସମ୍ମାନ ଦେଇଛୁ ଏବଂ ସମ୍ମାନର ସହିତ ସାରା ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀଙ୍କୁ ଉତ୍ସବ ଭାବରେ ପାଳନ